ନମ୍ବର 1 ଆଜି ମହାପ୍ରଭୁଙ୍କର ପଇତାଲାଗି ନୀତି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍ନ 5ଟା ଠାରୁ ଆରମ୍ଭ ହୋଇ ରାତ୍ର 10 ଘଣ୍ଟା ପର୍ଯ୍ୟନ୍ତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ 5 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିସହ 21 ତାରିଖରୁ 24 ତାରିଖ ପର୍ଯ୍ୟନ୍ତ 4 ଦିନ ପାଇଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରହିବ। ନମ୍ବର 2 ଏପ୍ରିଲ 21ରୁ 27 ପର୍ଯ୍ୟନ୍ତ ଭୂ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ବାତିଲ। ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଏପ୍ରିଲ 21ରୁ 27 ତାରିଖ ପର୍ଯ୍ୟନ୍ତ ରାଉରକେଲା ଦେଇ ଯାଉଥିବା ସମସ୍ତ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। କିଛି ଟ୍ରେନ୍ର ଗନ୍ତବ୍ୟସ୍ଥଳକୁ ମଧ୍ୟ ହ୍ରାସ କରାଯାଇଛି। ନମ୍ବର 3 ଇଡି ଅଫିସ ସାମ୍ନାରେ ଯୁବ କଂଗ୍ରେସର ବିକ୍ଷୋଭ ଏବଂ ଧାରଣା। ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡକୁ ଭାଙ୍ଗି ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେତିକିବେଳେ ପୁଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଇଡି ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟସ୍ତରୀୟ ପୋଷଣ ପକ୍ଷ 2025 ମୁଖ୍ୟମନ୍ତ୍ରୀ କହିଲେ ଅଙ୍ଗନବାଡ଼ି ଦିଦି ଏବଂ ସୁପରଭାଇଜର ଦ୍ୱିତୀୟ ମା'। ରାଜ୍ୟସ୍ତରୀୟ ପୋଷଣ ପକ୍ଷ 2025 ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପିଲାଙ୍କର ପୋଷଣ ଦାୟିତ୍ୱ ସହିତ ସେମାନଙ୍କୁ ପ୍ରାରମ୍ଭିକ ମୌଳିକ ଶିକ୍ଷା ଦେଉଥିବା ଅଙ୍ଗନବାଡ଼ି ଦିଦି ଏବଂ ସୁପରଭାଇଜର ହେଉଛନ୍ତି ପିଲାଙ୍କର ପାଇଁ ଦ୍ୱିତୀୟ ମା'। ନୂଆ ସରକାର ପୋଷଣ ଉପରେ ଅଧିକ ଫୋକସ ଦେବା ସହ 100 କୋଟି ଟଙ୍କାର ଅନୁଦାନରେ ଓଡ଼ିଶା ପୁଷ୍ଟି ମିଶନ ପ୍ରତିଷ୍ଠା କରାଯିବ। ପୋଷଣ ଅଭିଯାନରେ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଚଳିତ ବର୍ଷ ବଜେଟରେ 284 କୋଟି ଟଙ୍କା ବରାଦ କରାଯାଇଛି। ନମ୍ବର 5 ଘଟଗାଁ ତାରିଣୀଙ୍କର ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ ସଚିବ। ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ ସଚିବ ତଥା ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘଟଗାଁ ଆସି ମା ତାରିଣୀଙ୍କର ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ସହିତ ପତ୍ନୀ ଲୋପାମୁଦ୍ରା ଦାସ ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ ପୂଜାର୍ଚ୍ଚନା କରିବା ସହ ଆଳତି ଅର୍ପଣ କରିଥିଲେ। ପୂଜା ସାରିବା ପରେ ଶ୍ରୀ ଦାସ ମନ୍ଦିର ବେଢ଼ା ମଧ୍ୟ ପରିଦର୍ଶନ କରିଥିଲେ। ନମ୍ବର 6 ପୁଣି କନ୍ଦାଇଲା ତାତି 40 ଡିଗ୍ରୀ ଟପିଲା 10 ସହରର ତାପମାତ୍ରା। ରାଜ୍ୟରେ ପୁଣି ଥରେ ବଢ଼ିଛି ତାତି। କାଳବୈଶାଖୀ ପ୍ରଭାବ ରହିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର 10ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଅଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ 40.8, ହୀରାକୁଦରେ 40.5, ତାଳଚେରରେ 40.2, ଭବାନୀପାଟଣାରେ 40.4, ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ 41, ସୋନପୁରରେ 40.3, ନୂଆପଡ଼ାରେ 40 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ତାପମାତ୍ରା 36.8 ଡିଗ୍ରୀ ରେକର୍ଡ କରାଯାଇଛି। ନମ୍ବର 7 ପଞ୍ଜାବ କିଙ୍ଗକୁ 7 ୱିକେଟରେ ହରାଇଲା ଆରସିବି ଏବଂ ଚେନ୍ନାଇକୁ 9 ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ। ପଞ୍ଜାବ କିଙ୍ଗସକୁ 7 ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ। ବେଙ୍ଗାଲୁରୁ ଆଗରେ 158 ରନ୍ର ଲକ୍ଷ୍ୟ ଥିବାବେଳେ ଦଳ ତାହାକୁ 18.5 ଓଭରରେ 3 ୱିକେଟ ହରାଇ ହାସଲ କରିନେଇଥିଲା। ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସକୁ 9 ୱିକେଟରେ ପରାସ୍ତ କରିଛି। ଚେନ୍ନାଇ ସୁପର କିଙ୍ଗସ 176 ଲକ୍ଷ୍ୟ ଦେଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ 15.4 ଓଭରରେ 177 ରନ୍ କରି ବିଜୟ ହାସଲ କରିଥିଲା।